ମୁଁ ସୁଜିତ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂତନ ଭିଡ଼ିଓ ସହ ଯାହାକି ତୁମମାନଙ୍କର ପ୍ଲସ୍ ଟୁ ସେକେଣ୍ଡ ଇୟର୍ର ଅପସନାଲ୍ ଓଡ଼ିଆ ଗ୍ରାମାର ସେକ୍ସନର ଯାହାକି ଉପସର୍ଗକୁ ଆମେମାନେ ସାଧାରଣତଃ ନୂତନ ଶବ୍ଦ ଗଠନ କରିବାରେ ବ୍ୟବହାର କରିଥାଉ। ସେହି ଉପସର୍ଗକୁ ପୂର୍ବ ପ୍ରତ୍ୟୟ ବୋଲି ମଧ୍ୟ କୁହାଯାଇଥାଏ। ତ ନୂଆ ନୂଆ ଶବ୍ଦ ଗଠନରେ ପ୍ରତ୍ୟୟ ଗୁଡ଼ିକର ଆବଶ୍ୟକତା ହୋଇଥାଏ, ଯେପରି ଭାବରେ ଅଯୁକ୍ତ କ୍ଷମ ଅକ୍ଷମ, ବିଯୁକ୍ତ ଜ୍ଞାନ ବିଜ୍ଞାନ। ଏଠାରେ କ୍ଷମ ଜ୍ଞାନ ଭାରତ ସତ୍ୟ ମୂଳ ଶବ୍ଦ ଅଟେ। ଏଥିରେ ନୂଆ ନୂଆ ଶବ୍ଦ ଯୋଡ଼ିବା ଦ୍ୱାରା ଶବ୍ଦରେ ପରିବର୍ତ୍ତନ ହେଉଛି। ତ ପ୍ରତ୍ୟୟ ଗୁଡ଼ିକ ଯେତେବେଳେ ଶବ୍ଦର ପୂର୍ବରେ ପ୍ରୟୋଗ କରାଯାଏ ତାହାକୁ ପୂର୍ବସର୍ଗ କୁହାଯାଏ ଏବଂ ଏହା ଯେତେବେଳେ ପରେ ବ୍ୟବହାର କରାଯାଏ ତାକୁ ପରସର୍ଗ ବୋଲି କୁହାଯାଇଥାଏ। ଶବ୍ଦର ପୂର୍ବରୁ ହେଲେ ପୂର୍ବସର୍ଗ ଏବଂ ଶବ୍ଦର ପରେ ହେଲେ ତାକୁ ପରସର୍ଗ ବୋଲି କୁହାଯାଇଥାଏ। ଯେଭଳି ଉପରେ ଲିଖିତ ଅଯୁକ୍ତ କ୍ଷମ ଅକ୍ଷମ ବିଯୁକ୍ତ ଜ୍ଞାନ ବିଜ୍ଞାନ ଏହା ପୂର୍ବରୁ ବ୍ୟବହାର ହେଇଛି, ତେଣୁ ଏହାକୁ ପୂର୍ବସର୍ଗ ବୋଲି କୁହାଯାଏ। ଏହା ଗଲା ତୁମମାନଙ୍କର ଉପସର୍ଗ କାହାକୁ କୁହାଯାଏ ବୋଲି ଗୋଟେ ଆସିବ ଏବଂ ଉପସର୍ଗର ଦୁଇଟି ଉଦାହରଣ ଦିଅ କହିଲେ ତୁମମାନେ ଏହା ଲେଖିପାରିବ। ତାପରେ ଆମେ ଯିବା ସଂସ୍କୃତରେ ଆବିକଳ ବ୍ୟବହାର ହୋଇଥିବା ପୂର୍ବ ପ୍ରତ୍ୟୟ ଗୁଡ଼ିକ। କେତେ ପ୍ରକାର ନା 20ଟି ଅଛି। ଯେଉଁ ପ୍ରତ୍ୟୟ ଗୁଡ଼ିକ ଶବ୍ଦର ପୂର୍ବରେ ଯୁକ୍ତ ହେବା ଦ୍ୱାରା ଅର୍ଥରେ ପରିବର୍ତ୍ତନ ଘଟେ ସେଗୁଡ଼ିକୁ ଉପସର୍ଗ ବୋଲି କୁହାଯାଏ। ମୁଁ ପୂର୍ବରୁ ମଧ୍ୟ କହିସାରିଛି। ତାପରେ ସଂସ୍କୃତ ଭାଷାରେ ପ୍ରଚଳିତ ପ୍ରପରା ଅପସମ ଇତ୍ୟାଦି 20 ପୂର୍ବ ପ୍ରତ୍ୟୟ ଧର୍ମୀ ଉପସର୍ଗ ଓଡ଼ିଆ ଭାଷାରେ ପ୍ରଚଳିତ। ତ ସଂସ୍କୃତରେ ଯେଭଳି ସେ ପ୍ରତ୍ୟୟ ଗୁଡ଼ିକ ପ୍ରଚଳିତ, ଠିକ୍ ଓଡ଼ିଆରେ ବି ସେଇ ଆବିକଳ 20 ପ୍ରଚଳିତ। ସଂସ୍କୃତର 20 ଓଡ଼ିଆରେ ପ୍ରଚଳିତ। ଉପସର୍ଗ ଗୁଡ଼ିକ ମୁଖ୍ୟତଃ କ୍ରିୟା କ୍ରିୟାମୂଳ ଓ ଧାତୁ ପୂର୍ବରେ ସଂଯୁକ୍ତ ହୋଇ ତାର ଅର୍ଥ ବୈଚିତ୍ର୍ୟ ସୃଷ୍ଟି କରିଥାନ୍ତି। ତ ତୁମମାନଙ୍କର ପ୍ରଶ୍ନ ଆସେ ଯେ ସଂସ୍କୃତ ଭାଷାରେ ପ୍ରଚଳିତ 20ଟି ପୂର୍ବ ପ୍ରତ୍ୟୟ ଧର୍ମୀ ଉପସର୍ଗ ଓଡ଼ିଆ ଭାଷାରେ ପ୍ରଚଳିତ। ତୁମମାନଙ୍କୁ କେତୋଟି ପ୍ରଚଳିତ ବୋଲି ଆସିବ, ତୁମମାନେ ଲେଖିବ ସେଥିରେ 20ଟି। ଆଉ ଉପସର୍ଗ କାହାକୁ କୁହାଯାଏ, ପୂର୍ବସର୍ଗ କାହାକୁ କୁହାଯାଏ, ପରସର୍ଗ କାହାକୁ କୁହାଯାଏ, ଏଭଳି ତୁମମାନଙ୍କର ପ୍ରଶ୍ନ ଆସେ। ତ ଆମେ ଉପସର୍ଗର କେତେଗୁଡ଼ିଏ ଉଦାହରଣ ଦେଖିବା। ସଂଯୋଗ ଭାଷଣ ସମ୍ଭାଷଣ ହେଲା, ସୁଯୁକ୍ତ ଗମ ସୁଗମ ହେଲା, ପ୍ରଯୋଗ ତାପ ପ୍ରତାପ ହେଲା। ତାପରେ କ୍ରିୟାଜାତ ଶବ୍ଦ ବ୍ୟତୀତ ଅନ୍ୟ ଶବ୍ଦରେ ମଧ୍ୟ ଉପସର୍ଗ ଯୋଗ କରାଯାଏ। ଯେପରି ପ୍ରତିମୂର୍ତ୍ତି କ୍ରିୟା ବାଦ ଦେଇକି ବି ବ୍ୟବହାର କରାଯାଏ। ଯେପରି ମୂର୍ତ୍ତି କୂଳ ଭାଗ୍ୟ ଏହାର ପ୍ରତି ଦୂର ଲାଗିଛି। ପ୍ରତିଯୋଗ ମୂର୍ତ୍ତି ପ୍ରତିମୂର୍ତ୍ତି, ଉପଯୁକ୍ତ କୂଳ ଉପକୂଳ, ଦୁର୍ଯୁକ୍ତ ଭାଗ୍ୟ ଦୁର୍ଭାଗ୍ୟ। ତାପରେ ଉପସର୍ଗର ପ୍ରକାର ଭିତରେ ତୁମମାନଙ୍କର ଏଥିରେ ଗୋଟେ ପ୍ରଶ୍ନ ଆସେ ଯେ ଉପସର୍ଗ କେତେ ପ୍ରକାରର। ତ ଓଡ଼ିଆରେ ପ୍ରଚଳିତ ଉପସର୍ଗ ଗୁଡ଼ିକୁ କେତେ ଭାଗରେ ବିଭକ୍ତ କରାଯାଇଛି ନା 2 ଭାଗରେ ବିଭକ୍ତ କରାଯାଇଛି। ସେଗୁଡ଼ିକ କ'ଣ ନା ସଂସ୍କୃତ ଉପସର୍ଗ ଆଉ ଗୋଟେ ହେଲା ଅଣସଂସ୍କୃତ ଉପସର୍ଗ। ସେଗୁଡ଼ିକ କ'ଣ ନା ଗୋଟେ ହେଲା ସଂସ୍କୃତ ଉପସର୍ଗ, ଅନ୍ୟଟି ହେଲା ଅଣସଂସ୍କୃତ ଉପସର୍ଗ। ତାପରେ ଓଡ଼ିଆରେ ପ୍ରଚଳିତ ଆବିକଳ 20ଟି ସଂସ୍କୃତ ଉପସର୍ଗ। ତୁମମାନଙ୍କର ଏଥିରେ ଆସିବ ଯେ ପ୍ରକୁ ନେଇ ତୁମମାନେ 2ଟି ଉଦାହରଣ ଦିଅ ପ୍ର ଉପସର୍ଗକୁ ନେଇ, ନହେଲେ ତୁମର ଶବ୍ଦ ଗୋଟେ ଦେଇଥିବ ସେଥିରେ କେଉଁ ଉପସର୍ଗ ଲାଗିଛି ତୁମମାନଙ୍କୁ ପ୍ରଥମ ଅକ୍ଷର ଦେଖିକି ଜାଣିପାରିବ। ବାରମ୍ବାର ବ୍ୟବହାର କରିବା ଦ୍ୱାରା ହିଁ ତୁମମାନେ ଜାଣିପାରିବ। ତ ତୁମମାନେ ସବୁଦିନ ସେଇ ବହିଟାକୁ ଖୋଲିକି ନିଶ୍ଚିତ ଭାବରେ ଦେଖିବା ଆବଶ୍ୟକ ସେ ଶବ୍ଦ ଗୁଡ଼ା। ଯେ ଓଡ଼ିଆରେ ଆବିକଳ ପ୍ରଚଳିତ 20ଟି ସଂସ୍କୃତ ଉପସର୍ଗ ଅଛି। ତୁମମାନଙ୍କର ଏ 20କୁ ନେଇକି ପ୍ରଶ୍ନ ଆସେ କେତୋଟି ପ୍ରଚଳିତ ବୋଲି, ତୁମେ 20 ଲେଖିବ। ତାପରେ ସେଗୁଡ଼ିକ ହେଲା ପ୍ର ପରା ଅବ ସମ ନି ଅଧିସୁ ନିର୍ ଦୂର ଉତ ଅତି ପରି ପ୍ରତି ଅବ ଅନୁ ବି ଅଭି ଅପ ଅପି ଆ ଏଗୁଡ଼ିକ ପ୍ରଚଳିତ। ତାପରେ ତୁମମାନଙ୍କର ଅଛି ପ୍ରରେ ପ୍ରଥମେ ଦେଖିବା ଆମେ। ପ୍ରରେ ଅଛି ପ୍ରଶଂସା ପ୍ରକାଶ ପ୍ରହାର ପ୍ରତାପ ପ୍ରଯତ୍ନ। ପ୍ର ସହ ଯୁକ୍ତ ହେଇଛି ପ୍ରଶଂସା, ପ୍ରଯୁକ୍ତ କାଶ ପ୍ରକାଶ, ପ୍ରଯୁକ୍ତ ହାର ପ୍ରହାର ଏଇଭଳି। ତାପରେ ପରାରେ ଅଛି ପରାଯୁକ୍ତ ଜୟ ପରାଯୁକ୍ତ ଜୟ ପରାଜୟ, ପରାଯୁକ୍ତ ଭବ ପରାଭବ, ପରାଯୁକ୍ତ କ୍ରମ ପରାକ୍ରମ, ପରାଯୁକ୍ତ ମର୍ଷ ପରାମର୍ଶ, ପରାଯୁକ୍ତ କାଷ୍ଠା ପରାକାଷ୍ଠା, ଅପଯୁକ୍ତ ଯଶ ଅପଯଶ, ଅପଯୁକ୍ତ ମାନ ଅପମାନ, ଅପଯୁକ୍ତ ଲାଭ ଅପଲାଭ, ଅପଯୁକ୍ତ ଖ୍ୟାତି ଅପଖ୍ୟାତି, ଅପଯୁକ୍ତ ନିନ୍ଦା ଅପନିନ୍ଦା। ତାପରେ ସଂଯୁକ୍ତ ହାର ସଂହାର, ସଂଯୁକ୍ତ ରକ୍ଷଣ, ସଂଯୁକ୍ତ ଯୋଜନା ସଂଯୋଜନା, ସଂଯୁକ୍ତ ଜାତ ସଂଜାତ, ସଂଯୁକ୍ତ ଗତି ସଂଗତି। ନିରେ ହେଲା ନିବୃତ୍ତି ନିଯୁକ୍ତ ନିକ୍ଷେପ ନିପୁଣ ନିଦାରୁଣ। ତୁମେ ପୂର୍ବରେ କେବଳ ପ୍ରତ୍ୟୟ ଗୁଡ଼ିକ ଲଗେଇକି ଲେଖିପାରିବ। ଆଉ ତୁମମାନଙ୍କର ଗୋଟେ ଶବ୍ଦ ଦେଇଥିବ ସେଥିରେ କେଉଁ ପ୍ରତ୍ୟୟ ଲାଗିଛି ବୋଲି କହିବ, ତୁମମାନେ ଲେଖିପାରିବ।
ଅଧିକାର, ଅଧିପତି, ଅଧ୍ୟକ୍ଷ, ଅଧିବେଶନ, ଅଧିନାୟକ। ସୁରେ ହେଲା ସୁମାର୍ଗ, ସୁଗମ, ସୁଲଭ, ସୁଦର୍ଶନ, ସୁଗନ୍ଧ, ସୁସମ୍ବାଦ। ନିରେ ହେଲା ନିର୍ଣ୍ଣୟ, ନିର୍ମୂଳ, ନିରନ୍ନ, ନିରାକାର, ନିରାକରଣ। ତାପରେ ଦୁରେ ହେଲା ଦୂରେ, ଦୁର୍ଭାଗ୍ୟ, ଦୁର୍ଜନ, ଦୁର୍ଭିକ୍ଷ, ଦୁରାରୋଗ୍ୟ, ଦୁର୍ଦ୍ଦଶା, ଦୁଃସାଧ୍ୟ। ଉଦ୍ରେ ହେଲା ଉତ୍କ୍ଷେପଣ, ଉତ୍କଳ, ଉନ୍ନତ, ଉତ୍ତପ୍ତ, ଉତ୍କର୍ଷ, ଉତ୍ସୃଙ୍ଖଳ। ଅତିରେ ହେଲା ଅତିଶୟ, ଅତିକ୍ରମ, ଅତ୍ୟୁକ୍ତି, ଅତ୍ୟାଚାର, ଅତୀତ। ପରିରେ ହେଲା ପରିଚ୍ଛେଦ, ପରିପନ୍ଥୀ, ପରିଣତି, ପରିଗଣିତ, ପରିବ୍ୟାପ୍ତ। ପ୍ରତିରେ ହେଲା ପ୍ରତିଦିନ, ପ୍ରତିହିଂସା, ପ୍ରତିମୂର୍ତ୍ତି, ପ୍ରତିଧ୍ୱନି। ଅବରେ ହେଲା ଅବକାଶ, ଅବସନ୍ନ, ଅବଗତି, ଅବଧାନ, ଅବରୋହ। ଅନୁରେ ହେଲା ଅନୁମାନ, ଅନୁଜ୍ଞା, ଅନୁପାନ, ଅନୁରାଗ, ଅନୁରୂପ। ବିରେ ହେଲା ବିଖ୍ୟାତ, ବିଜ୍ଞାନ, ବିଶୁଦ୍ଧ, ବିଜାତି, ବିମଳ। ଅଭିରେ ହେଲା ଅଭିସାର, ଅଭିଯାନ, ଅଭିଜାତ, ଅଭିଭାଷଣ, ଅଭୀଷ୍ଟ। ଉପରେ ହେଲା ଉପକୂଳ, ଉପବନ, ଉପସାଗର, ଉପନଦୀ, ଉପକଥା। ଅପିରେ ହେଲା ଅପିଧାନ, ଅପିହିତ, ଅପିନଦ୍ଧ, ଅପିନିହିତ। ଆରେ ହେଲା ଆରେ ଆଗମନ, ଆନୟନ, ଆରକ୍ତ, ଆଗମ, ଆମରଣ। ତ ଏହା ଗଲା ସଂସ୍କୃତ ଉପସର୍ଗ। ତାପରେ ଆସିଲା ଅଣସଂସ୍କୃତ ଉପସର୍ଗ। ସଂସ୍କୃତ ଉପସର୍ଗ ବ୍ୟତୀତ ଓଡ଼ିଆ ଭାଷାରେ ଅନ୍ୟ କେତେକ ଉପସର୍ଗ ମଧ୍ୟ ବ୍ୟବହାର ହୁଏ। ସେଗୁଡ଼ିକ ହେଲା ଅରେ ପ୍ରଥମେ ଅରେ ଅକଟା, ଅବଟା, ଅଶୁଣା, ଅଜଣା, ଅଖିଆ। ତାପରେ ଅଣ ଉପସର୍ଗରେ କ'ଣ ନା ଅଣବାବୁଆ, ଅଣବାଟୁଆ, ଅଣବାହୁଡ଼ା, ଅଣଫୁଟା। ତାପରେ ଦରରେ ଦରଫୁଟା, ଦରହସା, ଦରଖିଆ, ଦର ଶୁଖିଲା। ବଦରେ ହେଲା ବଦନାମ, ବଦରାଗି, ବଦହଜମ, ବଦଖର୍ଚ୍ଚ। ତାପରେ ବେରେ ହେଲା ବେଆଇନ, ବେରସିକ, ବେକାର, ବେନିୟମ, ବେଯୁକ୍ତ ନିୟମ, ବେନିୟମ, ବେଯୁକ୍ତ କାର, ବେକାର, ବେଯୁକ୍ତ ରସିକ, ବେରାସିକ, ବେଯୁକ୍ତ ଆଇନ, ବେଆଇନ। ତାପରେ ଆମେ ମାନେ ପ୍ରଶ୍ନାବଳୀ ଟିକେ ଦେଖିବା। ତମାନଙ୍କର ମୁଖ୍ୟତଃ ଅପସନାଲ ଓଡ଼ିଆରେ ପ୍ରଶ୍ନାବଳୀରୁ ହିଁ କ୍ୱେଶ୍ଚନ୍ ଗୁଡ଼ିକ ଆସିଥାଏ। ତା ବାଦ କୌଣସି ପ୍ରଶ୍ନ ଆସିନଥାଏ। ତ ପ୍ରଥମେ ଦେଖିବା ଆମେ ଉପସର୍ଗ କାହାକୁ କୁହାଯାଏ। ତ ଉପସର୍ଗ ତାକୁ କହିବା ଯେତେବେଳେ ଶବ୍ଦର ପୂର୍ବରେ ଗୋଟେ ପ୍ରତ୍ୟୟ ଲାଗିବ ତାକୁ ଉପସର୍ଗ କୁହାଯିବ। ତ ପରା, ଅପସମନି ପ୍ରଭୃତି କେତେକ ପ୍ରତ୍ୟୟ, ଅବ୍ୟୟ ବି ଯାହାକୁ କହୁ, ଧାତୁର ପୂର୍ବରେ ବ୍ୟବହୃତ ହୋଇ ଏହାର ଅର୍ଥରେ ପରିବର୍ତ୍ତନ ସାଧନ କରିଥାନ୍ତି ତାହାକୁ କ'ଣ କୁହାଯାଏ ନା ଉପସର୍ଗ ବୋଲି କୁହାଯାଇଥାଏ। ତାପରେ ଉପସର୍ଗ କେଉଁ ପ୍ରତ୍ୟୟ କୁହାଯାଏ? ଉପସର୍ଗକୁ ପୂର୍ବ ପ୍ରତ୍ୟୟ କୁହାଯାଏ। ଉପସର୍ଗକୁ ପୂର୍ବ ପ୍ରତ୍ୟୟ କୁହାଯାଏ। ଉପସର୍ଗକୁ ପୂର୍ବ ପ୍ରତ୍ୟୟ ବୋଲି କୁହାଯାଏ। ତାପରେ ସଂସ୍କୃତ ଉପସର୍ଗ ସଂଖ୍ୟା କେତେ ନା ସଂସ୍କୃତ ଉପସର୍ଗ ସଂଖ୍ୟା ହେଲା 20। ତାପରେ ନିମ୍ନୋକ୍ତ ଉପସର୍ଗ ଗୁଡ଼ିକୁ ଲଗାଇ 2ଟି ଲେଖାଏଁ ନୂତନ ଶବ୍ଦ ଲେଖ। ପ୍ରରେ ପ୍ରବାଦ, ପ୍ରଦାନ। ଅନୁରେ ଅନୁକମ୍ପା, ଅନୁକରଣ। ଅବରେ ଅବସନ୍ନ, ଅବତୀର୍ଣ୍ଣ। ଆରେ ହେଲା ଆଗମନ, ଆକର୍ଷଣ। ଉପରେ ହେଲା ଉପକାର, ଉପକୂଳ। ପରିରେ ହେଲା ପରିଯୁକ୍ତ ଚୟ, ପରିଚୟ, ପରିୟୁକ୍ତଣ, ପରିଣୟ। ପ୍ରତିରେ ପ୍ରତିଯୁକ୍ତ କାର, ପ୍ରତିକାର, ପ୍ରତିଯୁକ୍ତ ଦିନ, ପ୍ରତିଦିନ। ଅଧିରେ ଅଧିକାର, ଅଧିବାସ। ଅପିରେ ଅପିଧାନ, ଅପିହିତ। ଅଭିରେ ଅଭିଯୁକ୍ତ ନବ, ଅଭିନବ, ଅଭିଯୁକ୍ତ ସାର, ଅଭିସାର। ଠିକ୍ ସେହିପରି ଭାବରେ ନିମ୍ନୋକ୍ତ ଶବ୍ଦଗୁଡ଼ିକ ଉପସର୍ଗ ବ୍ୟବହାର କରି 2ଟି ଲେଖାଏଁ ନୂତନ ଶବ୍ଦ ଗଢ଼ ବୋଲି କୁହାଯାଇଛି। ତ ତୁମେମାନେ ଦେଖିପାରିଥିବ ସ୍କ୍ରିନ୍ରେ ସ୍କ୍ରିନସଟ୍ ନେଇଯାଇପାରିବ। ତାପରେ ପରବର୍ତ୍ତୀ ପ୍ରଶ୍ନ ହେଲା ଯେ ନିମ୍ନୋକ୍ତ ଉପସର୍ଗ ସଂଯୁକ୍ତ ଶବ୍ଦଗୁଡ଼ିକ ମାନଙ୍କ ମଧ୍ୟରୁ ଉପସର୍ଗ ପୃଥକ କର ବୋଲି କୁହାଯାଇଛି। ତୁମମାନଙ୍କର ଏହିଭଳି ଗୋଟେ ପ୍ରଶ୍ନ ଥିବ, ସେଥିରେ ତୁମେମାନେ ଦେଖିପାରିବ ଯେ ସେଥିରେ ପ୍ରଯୁକ୍ତ ପ୍ରକ୍ରିୟା ଯେଉଁ ହେଇଛି ତୁମମାନଙ୍କ ପ୍ରକ୍ରିୟା ଥିବ, ସେଥିରେ ତୁମେମାନେ ସନ୍ଧି ବିଚ୍ଛେଦ ବୋଲି କରିବାକୁ ପଡ଼ିବ, ଯେ ସେଥିରୁ ଅଲଗା କରିବାକୁ ପଡ଼ିବ। ତାପରେ ଓଡ଼ିଆ ଭାଷାରେ ପ୍ରଚଳିତ ଅଣସଂସ୍କୃତ ଉପସର୍ଗ ବ୍ୟବହାର କରି 10ଟି ଶବ୍ଦ ଲେଖ ବୋଲି ପ୍ରଶ୍ନରେ ଅଛି। ସେଠାରେ ତୁମେମାନେ ଦେଖିପାରୁଥିବ ପ୍ରଶ୍ନର ଉତ୍ତର ଏଥିରେ ରହିଛି। ତ ପୁଣି ଦେଖା ହେବା ଆଉ ଗୋଟେ ନୂଆ ଭିଡ଼ିଓରେ। ରହିଲି, ନମସ୍କାର, ଜୟ ହିନ୍ଦ, ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ। ଥ୍ୟାଙ୍କ ୟୁ।